ଏ ହେଉଛି ବହୁ କଥା ଏ ସମ୍ବନ୍ଧରେ ଅଛି। ଗୁରୁଙ୍କର ଦର୍ଶନ ପରେ ସାଧନ ଭଜନ ଆରମ୍ଭ ହୁଏ, ତାଙ୍କୁ ନ ପାଇବା ଆଗରୁ ଏହା ହୁଏ ନା। ଗୁରୁଦେବ କଣ କରନ୍ତି? ପ୍ରଥମେ ମହାମନ୍ତ୍ର ଉଚ୍ଚାରଣ କରି ଶିଷ୍ୟ କର୍ଣ୍ଣରେ ପ୍ରବେଶ କରନ୍ତି। ଏ ମନ୍ତ୍ର, ଏ ମହାମନ୍ତ୍ର, ଏ ମନ୍ତ୍ର ବାସ୍ତୁ ସାକ୍ଷାତ ବସ୍ତୁ। ଦୀକ୍ଷାବୀର ଦ୍ୱାରା এই କୃପା ତାଙ୍କର କରୁଣା ପ୍ରଥମ ପ୍ରକାଶ। ଏତଦ୍ୱାରା ସେ ଦର୍ଶନ ଦିଅନ୍ତି। ଗୁରୁ ଦର୍ଶନ ଅର୍ଥାତ୍ ତାଙ୍କର ଗୁରୁତ୍ୱ ଦର୍ଶନ। ସେ ନିଜକୁ ଦେଖାନ୍ତି। ପ୍ରଥମେ ସମ୍ପୂର୍ଣ୍ଣ ରୂପେ ଦେଖାଯାଏ ନା। ତାଙ୍କର ମହତ୍ୱର, ତାଙ୍କର ଗୁରୁତ୍ୱର ଯଦି ଏକ କୋଣା ଦେଖାନ୍ତି, ତାହେଲେ ଜୀବନ କୃତାର୍ଥ ହୋଇଯାଏ। ସମଗ୍ର ରୂପ ଦେଖିଲେ ତାର କଥା ହିଁ ନାହିଁ। ଏ ଦର୍ଶନ ମାନେ ସେ କିପରି ପୋଷାକ ପିନ୍ଧୁଛନ୍ତି, ତାଙ୍କର ଚେହେରା କିପରି, ସେ ସନ୍ନ୍ୟାସୀ କି ତ୍ୟାଗୀ, ଏ ପ୍ରକାର ନୁହେଁ। ଏହା ପ୍ରାକୃତ ଦର୍ଶନ। ତାଙ୍କର ଶ୍ରୀ ବିଗ୍ରହ ଦର୍ଶନ, ତାଙ୍କର ରୂପ ଦର୍ଶନ, ତାଙ୍କର ଗୁରୁତ୍ୱର ଦର୍ଶନ ଅଳ୍ପ କିଛି କେହି ଯଦି ପାଏ, ତାହେଲେ ତାର ଜୀବନ ସାର୍ଥକ ହେଇଛି। ଏ ହେଉଛି ଆଚାର୍ଯ୍ୟମାନଙ୍କର ବହୁ କଥା। ସ୍ୱଳ୍ପଙ୍ଗସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଶ୍ରୀମଦ୍ ଭଗବତ୍ ଗୀତାରେ ଏ କଥା କୁହାଯାଇଛି। ଜୀବନ ଏହି ମହତ୍ୱର ଦର୍ଶନ ହେଲେ ସେ ମହାଭୟରୁ ଉଦ୍ଧାର ପାଏ। ସବୁ କ୍ଷେତ୍ରରେ ଏହି ଦର୍ଶନ ଏକା ପ୍ରକାର ହୁଏ ନା। କେତେବେଳେ ସେ ଶ୍ରବଣ କରି ଦର୍ଶନ ଦାନ କରନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ କହନ୍ତି, କାନ ଭିତର ଦେଇ ଠାକୁରଙ୍କୁ ଦେଖ। ଗୁରୁଦେବ କାନ ଭିତର ଦେଇ ହୃଦୟର ଦେବତା କୃଷ୍ଣକୁ ପ୍ରବେଶ କରାନ୍ତି। କୃଷ୍ଣ ମୂର୍ତ୍ତି ପରେ ଆସନ୍ତି, ଆଗେ ଆସନ୍ତି ନାମ ମନ୍ତ୍ର। ଗୁରୁଦେବଙ୍କର ପ୍ରଥମ କରୁଣା ବିଚ୍ଛୁରିତ ହୁଏ କାନ ଭିତରେ ନାମ ଦେଇ, ମନ୍ତ୍ର ଦେଇ। ଗୁରୁଦେବଙ୍କର ହରିନାମ ଦାନ, ମନ୍ତ୍ର ଦାନ ତାଙ୍କର ଅପାର କରୁଣା ନିଦର୍ଶନ। ଏହାର ଫଳ ସଙ୍ଗେ ସଙ୍ଗେ ମିଳେ। ଏ ଶବ୍ଦ ରୂପୀ, ମନ୍ତ୍ର ରୂପୀ ସାକ୍ଷାତ ସତ୍ୟ ବସ୍ତୁ ଜୀବକୁ ମନୋଧର୍ମର ଧ୍ୟାନ କରେ। ଏହି ମନ୍ତ୍ର ଜିନିଷଟା ଅନେକ ଗୁରୁ ଦେଇଥାନ୍ତି। ଯେଉଁମାନେ ଗୁରୁ ବ୍ୟବସାୟୀ ବା ମନ୍ତ୍ର ବ୍ୟବସାୟୀ, ସେମାନେ ସର୍ବକ୍ଷଣ ମନ୍ତ୍ର ଦେବାକୁ ଠିଆ ହୋଇଯାଇଛନ୍ତି। ସେମାନେ ଯାହା ଦିଅନ୍ତି ତାହା ପ୍ରକୃତ ମନ୍ତ୍ର ନୁହେଁ, ସେମାନେ ଶବ୍ଦଟା ମାତ୍ର ଦିଅନ୍ତି। ସେମାନେ ସାକ୍ଷାତରେ ପ୍ରଣାମ, ଅସାକ୍ଷାତରେ ପ୍ରଣାମୀ ସଂଗ୍ରହ କରନ୍ତି। ଆମର ଗୁରୁ ମନ୍ତ୍ରଦାତା, କେବଳ ମନ୍ତ୍ରଦାତା ଗୁରୁ ନୁହନ୍ତି, ସେ ଆଶ୍ରଦାତା ଗୁରୁ। ସେ କେବଳ ମନ୍ତ୍ର ଦେଇ କ୍ଷାନ୍ତ ହୁଅନ୍ତି ନାହିଁ। ସେ ଉଦ୍ଦେଶ୍ୟ ସିଦ୍ଧି ନିମିତ୍ତ ଭକ୍ତି ସାଧନ, ଭକ୍ତି ପଥରେ କିପରି ଚାଲିବାକୁ ହବ, ସେ ଶିକ୍ଷାଦାନ, ବୈକୁଣ୍ଠ ରାସ୍ତାରେ ଚାଲିବାର ସୁବନ୍ଦୋବସ୍ତ ସେ କରିଦିଅନ୍ତି। ଶିଷ୍ୟର ହାତ ଧରି ପରମାର୍ଥ ପଥରେ ଚାଲିବାର ବ୍ୟବସ୍ଥା ସେ କରିଦେଇଛନ୍ତି। ଅନ୍ୟ ଗୁରୁ ଯାହା ପାରନ୍ତି ନା, ଯାହା ଜାଣନ୍ତି ନା, କାରଣ ସେମାନଙ୍କର ଦରକାର ବେଳେ ପ୍ରଣାମୀ, ସେଥିପାଇଁ ସେମାନଙ୍କର ଏ ସାମର୍ଥ୍ୟ ନାହିଁ। ଯଦ୍ୱାରା ଶିଷ୍ୟଗଣ ଭକ୍ତି ରାଜ୍ୟରେ ପ୍ରବେଶ କରିପାରିବେ। ସେଥିପାଇଁ ଶ୍ରବଣ, କୀର୍ତ୍ତନ, ଅର୍ଚ୍ଚନ, ବନ୍ଧନ ଇତ୍ୟାଦିର ସୁବନ୍ଦୋବସ୍ତ କରିଦେଇଛନ୍ତି। ଅନୁଷ୍ଠାନର ବ୍ୟବସ୍ଥା କରନ୍ତି। ଏହା ହିଁ ତାଙ୍କର ଅସୀମ କରୁଣା ନିଦର୍ଶନ। ଶିଷ୍ୟଙ୍କୁ ମନ୍ତ୍ର ଦେଇ ଘରକୁ ପଠେଇ ଦିଅନ୍ତି ନା। ସେମାନଙ୍କ ରହିବା, ଖାଇବା, ହରିଭଜନ ନିମିତ୍ତ ମଠ, ମନ୍ଦିର, ଆଶ୍ରମ ଖୋଲିଛନ୍ତି। ଗୃହତ୍ୟାଗ ଶିଷ୍ୟଗଣ ଏଠାରେ ସର୍ବକ୍ଷଣ ହରିସେବା ନିଯୁକ୍ତ ରହିବେ। କିନ୍ତୁ ଗୃହସ୍ଥଗଣ କଣ କେବଳ ସଂସାର ନେଇ ରହିବେ? ତା ନୁହେଁ। ମଝିରେ ମଝିରେ ଏଠାକୁ ଆସି ସାଧୁ ସଙ୍ଗରେ ହରିକଥା ଶ୍ରବଣ ନିମିତ୍ତ ଉତ୍ସବର ବ୍ୟବସ୍ଥା ହେଇଛି। ପ୍ରତି ସପ୍ତାହରେ, ପ୍ରତି ମାସରେ କିମ୍ବା ପ୍ରତିବର୍ଷ একবার অন্তত আসি উৎসবের দান করি উৎসব দেখ এতদ্বারা তোমার হরিগুরু বৈষ্ণব প্রতি মমত্ব জাত হয়। এঠারে প্রসাদ পাইব, হরিকথা শুনিব, গুরুঙ্ক সাঙ্গরে গুরুঙ্ক সংসার সঙ্গে সম্বন্ধ জড়িত সেতবে মঝিরে মঝিরে এঠাকে আসবাকু হব। গুরুঙ্ক সংসার কৃষ্ণকর সংসার। এঠারে মহোৎসব, কীর্তন, আরতি, অর্চন অহরাত্র অবিচ্ছিন্ন ভাবে চালছে। আসি দেখ কেদে আনন্দ পাইব। এই প্রকার শ্রী বিগ্রহ, শ্রী নৃত্য, কীর্তন, হরিকথা, মহাপ্রসাদ পাইলে জীবন ধন্য হয়ে সংসার ও দুশ্চিন্তা ভুলিଯିବ। এই সে মন্ত্র এই ঘরକୁ ପଠାଇ ଦିଅନ୍ତି ନାହିଁ। କୃଷ୍ଣ ସଂସାରରେ ପ୍ରବେଶ କରିବା ନିମିତ୍ତ ଅପୂର୍ବ ସୁଯୋଗ ଦିଅନ୍ତି। ଯେଉଁମାନେ କୌଣସି ଦିନ ଭଗବତ ରାଜ୍ୟରେ ପ୍ରବେଶ କରିବାର ଅଧିକାର ପାଇ ପାରି ନଥାନ୍ତେ
ସେମାନଙ୍କ ପାଇଁ ଏ ସୁଯୋଗ ସୁବିଧା କରାଇ ଦେଇ ଭକ୍ତି ପଥରେ ଚଲେଇବା ସେ ବ୍ୟବସ୍ଥା କରାଇ ଦେଇଛି। ଗୁରୁଙ୍କର ଗୁରୁତ୍ୱ ବଡ଼ ବହୁ।